ନିର୍ମାଣାଧୀନ ଆପାର୍ଟମେଣ୍ଟରୁ ଖସି ପଡ଼ି ରଙ୍ଗମିସ୍ତ୍ରୀ ମୃତ। 5 ଲକ୍ଷ ଟଙ୍କା ଦାବି କରି ଶବ ଆପାର୍ଟମେଣ୍ଟ ସମ୍ମୁଖରେ ରଖି ରାସ୍ତା ଅବରୋଧ। ବାଲେଶ୍ୱର ଟାଉନ ଥାନା ଚୁନଭାଟି ସିନିକ୍ସ ଇଞ୍ଜିନିୟରିଂ କଲେଜ ନିକଟରେ ଜିଏଲ୍ଆର୍ ଇନ୍ଫ୍ରାର ନିର୍ମାଣାଧୀନ ଆପାର୍ଟମେଣ୍ଟରେ ରଙ୍ଗ ଦେଉଥିବା ବେଳେ ଖସି ପଡ଼ି ରଙ୍ଗମିସ୍ତ୍ରୀର ମୃତ୍ୟୁ ହୋଇଛି। ମୃତ ରଙ୍ଗମିସ୍ତ୍ରୀ ହେଲେ ଚାନ୍ଦିପୁର ଥାନା ମୁଲଳା ନଗରର ହରିଶ ଚନ୍ଦ୍ର ବେହେରା। ଶୁକ୍ରବାର ଅପରାହ୍ନ 4ଟା ସମୟରେ ଆପାର୍ଟମେଣ୍ଟରେ ହରିଶ ରଙ୍ଗ ଦେଉଥିବା ବେଳେ ଲିଫ୍ଟରୁ ଖସି ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଚିକିତ୍ସାଳୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବ ବ୍ୟବଚ୍ଛେଦ ପରେ 5 ଲକ୍ଷ ଟଙ୍କା ଦାବି କରି ଘଟଣାସ୍ଥଳ ନିର୍ମାଣାଧୀନ ଆପାର୍ଟମେଣ୍ଟ ସମ୍ମୁଖରେ ଶବ ରଖି ଧାରଣା ଦେଇଥିଲେ ପରିଜନ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲେ।